ଶୁଣନ୍ତୁ, ଗତ 28 ତାରିଖରେ ରାଜ୍ୟବ୍ୟାପୀ ଆଇନ ସଂଘର ନିର୍ବାଚନ ହୋଇଥିଲା, କୋରାପୁଟରେ ମଧ୍ୟ ହୋଇଥିଲା। ଏଥିରେ ଆମେ ନୂତନ ବଡ଼ି ଭାବରେ ମୁଁ ସଭାପତି ଆଉ ଉପସଭାପତି ନିତ୍ୟାନନ୍ଦ ମହାନ୍ତି, ସମ୍ପାଦକ ହେଉଛନ୍ତି ସୁନୀଲ କୁମାର ଜେନା ଏବଂ କୋଷାଧ୍ୟକ୍ଷ କାମାକ୍ଷା ମାଝୀ ଏବଂ ଆଉ 8 ଜଣ ଆମର ଏକ୍ଜିକ୍ୟୁଟିଭ୍ ମେମ୍ବର ନିର୍ବାଚିତ ହୋଇଥିଲେ। ଆଜି ସେମାନେ ସମସ୍ତେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣର ସମୟ ରହିଥିଲା 4:30, ସେଥିପାଇଁ ଆମେ ଏଠି ଶପଥ ଗ୍ରହଣର ଆୟୋଜନରେ ଅଛୁ। ଶୁଣନ୍ତୁ, ଶପଥ ମାନେ ଯାହା ବାରର ମାନେ ହିତରେ ହେବ ସେ କାମ ଆମେ ସମସ୍ତେ କରିବୁ। ଓକିଲମାନଙ୍କର ମୌଳିକ ସମସ୍ୟା ଉପରେ ଗୁରୁତ୍ୱର ସହିତ କାମ କରିବୁ। ଆଉ ଯାହା ସବୁ ବି ଆପଣଙ୍କର ମାନେ ଲାଇବ୍ରେରୀ ହେଉ କି କ୍ୟାଣ୍ଟିନ୍ ହେଉ କି ଏବେ ପ୍ରଥମତଃ ଆମେ ସମସ୍ତ ଓକିଲଙ୍କର ଗୋଟେ ସ୍ୱାସ୍ଥ୍ୟ ବୀମା ପାଇଁ ଆମେ ସରକାରଙ୍କ ପାଖେ ଦାବି ରଖିବୁ। ତାପରେ ଆଉ ଆମର ଏବେ ଯେଉଁ ନ୍ୟୁ ଫ୍ରେଶରେ ଯେଉଁ ଆସିଛନ୍ତି ପ୍ରଫେସନକୁ, ସେମାନେ କେମିତି ତାଙ୍କର ଏଇ ପ୍ରଫେସନକୁ ନେଇ ତାଙ୍କର କ୍ୟାରିୟର କରିବେ, ସେଇଟା ପାଇଁ ମଧ୍ୟ ଆମେ ଗୁରୁତ୍ୱ ସହିତ ଧ୍ୟାନ ଦେବୁ।